ଆମର ଇଷ୍ଟ କୋଷ୍ଟ ରେଲୱେ ଓଡ଼ିଶା ପାଇଁ ଗୋଟିଏ ସ୍ୱତନ୍ତ୍ର ରେଲୱେ ଜୋନ୍ ଆମ ରାଜ୍ୟର ଗୋଟେ ବହୁ ଦିନରୁ ଦାବି ରହିଥିଲା। ଆପଣମାନେ ସେତେବେଳେ ଜନ୍ମ ହୋଇନଥିବେ। ଯେତେବେଳେ ବିଶ୍ୱନାଥ ଦାସ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେ କହୁଥିବା ମୁଁ ଶୁଣିଛି ଯେ ଯଦି ଦକ୍ଷିଣ ପୂର୍ବ ରେଳବାଇଟା ଭୁବନେଶ୍ୱରକୁ ତା'ର ହେଡ଼କ୍ୱାର୍ଟର୍ସଟା ଘୁଞ୍ଚେଇ ଆଣିବା ଲାଗି କେନ୍ଦ୍ର ସରକାର ରାଜି ହେବେ, ମୁଁ ଭୁବନେଶ୍ୱରରେ ରାଜ୍ୟ ସଚିବାଳୟଟା ତାଙ୍କୁ ପୁରା ଦେଇଦେବି, ସେ ସେଇଠି ଅଫିସ୍ କରନ୍ତୁ। ମାନେ ଏତେ ଭାବାବେଶ ତା ଦେହରେ ସମ୍ପୃକ୍ତ ଥିଲା ଯେ ଆମର ଗୋଟିଏ ରେଲୱେ ଜୋନ୍ ହଉ ଓଡ଼ିଶା ଲାଗି। ଏବଂ ସୁଖର କଥା, ଡେରି ହେଲା ଯଦିଓ, କିନ୍ତୁ 2003 ମସିହାରେ ଇଷ୍ଟ କୋଷ୍ଟ ରେଲୱେଟି ଜନ୍ମଗ୍ରହଣ କଲା, କାର୍ଯ୍ୟକ୍ଷମ ହେଲା। ଯଦିଓ ଦେବୀଗୌଡ଼ା ଯେତେବେଳେ ପ୍ରାଇମ୍ ମିନିଷ୍ଟର ଥିଲେ, ସେତେବେଳେ ଆନାଉନ୍ସ କରାଗଲା, ନୀତିଗତ ନିଷ୍ପତ୍ତି ନିଆଗଲା ଯେ ଇଷ୍ଟ କୋଷ୍ଟ ରେଲୱେ, ପୂର୍ବତଟ ରେଲୱେ ଓଡ଼ିଶାରେ ସ୍ଥାପିତ ହେବ ବୋଲି।